सो ସାଙ୍ଗମାନେ ଭଏସ ଓଭର ପରେ ଦେଇଦଉ। ସାଙ୍ଗମାନେ ଆମର ଗୋଟେ ଇନୋଭେଟିଭ ରେସିପି ଏବେ ବର୍ତ୍ତମାନ ତିଆରି ହଉଛି ଯୋଉଟା କି ବହୁତ ବର୍ଷ ପରେ ମୋ ସ୍ୱାମୀ କିଚେନରେ ଆସି ବନେଇବାକୁ ଚେଷ୍ଟା କରୁଛନ୍ତି ଆଉ ମୁଁ ଆପଣଙ୍କୁ ଦେଖିବାକୁ ଚାହୁଁଛି ସେ ରେସିପିଟା କ'ଣ। ଚାଲନ୍ତୁ ଦେଖଉଛି। ତ ଏଇଟା ହଉଛି ଆମ ରେସିପି। ତାୱାରେ ରଖା ହେଇଛି, ସରି ମୋ ହାତ ଅଟା ବଟା ହେଇଛି, କଞ୍ଚା ଆଳୁ। ଆଚ୍ଛା ସେ ଘୋଡ଼ା ହେଲା କେତେ ସମୟରେ ସେ ହବ? 10 ମିନିଟ୍ ଭିତରେ ଯେ ତାକୁ ଟିକେ ବୁଲେଇ ଦଉଥିବ ମଝିରେ ମଝିରେ। ଶୁଣ ତ, ଆରେ କେତେ ସମୟ ଲାଗିବ? ସମୟ ଏବେ 10:30 ହେଲାଣି। କେତେ ସମୟ ଲାଗିବ ତମ କଞ୍ଚା ଆଳୁଟା? 10 ମିନିଟ୍ରେ ହେଇଯିବ? ଆଳୁଟା ପୋଡ଼ିଯିବ ସେ ତାୱାରେ? ଆଳୁ ପୋଡ଼ା ଖାଇବାକୁ ଇଚ୍ଛା ହେଇଛି, ସେଥିପାଇଁ ଆମର ରାତି 10:30ରେ ଆଳୁ ପୋଡ଼ା ହଉଛି। ସିଏ ବି ତାୱାରେ ଏମିତି। ଅଦିନିଆ କିଚେନକୁ ଆସିଲେ ଯାହା ହୁଏ ବର୍ତ୍ତମାନ ସେଇଆ ପାଲା ହଉଛି ଆମର। ଇ କେତେବେଳେ ହବ, ଇ ଖିଆ କେତେବେଳେ ହବ ଆଇ ଡୋଣ୍ଟ ନୋ। କୁଆଡ଼େ ଗଲେ ଦେଖା ଦର୍ଶନ ବି ଦଉନାହାନ୍ତି। ଏଇଟା ଥିଲା ଆଜିର ଅପଡେଟ୍। ଥ୍ୟାଙ୍କ ୟୁ। ଆପଣଙ୍କ ଘରେ ବି ଯଦି ଏମିତି କିଛି ହଉଥିବ ପ୍ଲିଜ୍ କମେଣ୍ଟରେ କହିବେ। ଅଛି ତ ସେଥିପାଇଁ ହଁ କହୁନ, ଭଲ ଦେଖାଯାଉଛି। ତୁ କଣ ଭାବୁଛୁ ମୁଁ ରିଲ୍ସ ମାଗଣା ଦେଖୁଛି? ଆଚ୍ଛା ଏଇଟା ବି ଗୋଟେ ଗୋଟେ ଇଣ୍ଟରନେଟରୁ ଦେଖା ହେଇକି କରାହଉଛି। ଆଳୁଟା ଧୁଆ ନୁହେଁ କି? ଅଧୁଆ ଆଳୁ ତାପରେ ଧୋଇଦବା। ଆଚ୍ଛା ଧୋଇବାରେ କଣ ଅଛି? ତାକୁ କଟା ବି ହବନି? କିଛି ନାହିଁ, ତାପରେ ଧୋଇଦବା। ଆମର ଯନ୍ତ୍ରପାତି ଅଛି, ତାକୁ ଚକଟି ଖାଇପାରିବା। ଆଚ୍ଛା ମୁଁ ଖାଲି ୱେଟ୍ କରୁଛି ସମୟ କେତେ ଲାଗୁଛି। ତମେ କହିଲ 10 ମିନିଟ୍। 15 ମିନିଟ୍ ଧର, କଣ ଅସୁବିଧା ହେଇଯାଉଛି? ଭଲ ପୁରା ହଉ 15 ମିନିଟ୍ ବି ଦିଆଗଲା। 15 ମିନିଟ୍ ବି ଆମ ଦିଆଗଲା। ଗ୍ୟାସ୍, ଆମ ଚୁଲା, ଆମ ତାୱା ଚାଲୁ। ଦେଖିଆ ଇନୋଭେଟିଭ ଯୋଉ ରେସିପିଟା ହେଇଛି, ଯଦି ହେଇଗଲା ମୁଁ ଆପଣମାନଙ୍କୁ ରେସିପି ଦେବି, ଆପଣ ଜାଣିଲେ ତ। ଏଇଟା ଭାଇରାଲ ଅଛି ଇଣ୍ଟରନେଟ। ଭାଇରାଲ ରେସିପି ଆମର ହଉଛି, ଭାଇରାଲ ରେସିପି। ମୁଁ ଦେଖିଲି ଏଇଟା ଡିଫିକଲ୍ଟ ନୁହଁ, ତମେ ଆରାମସେ କରିବ। ଆମେ ଆପଣଙ୍କୁ ଦେଖଉଛୁ ଆପଣ ରେସିପି ଆମର। ଓକେ ସୋ ସାଙ୍ଗମାନେ ଆମ ଆଳୁ ସିଝି ଯାଇଛି। ହଁ 10 ମିନିଟ୍ ଲାଗିଲାନି, ଟିକେ ଅଧିକ ସମୟ ଲାଗିଲା, 20-30 ମିନିଟ୍। ହେଲେ ଏକ୍ସପେରିମେଣ୍ଟ ସକ୍ସେସଫୁଲ। ରାଇଟ୍, ଆଳୁ ଏମିତି ବି ହେଇପାରିବ। ବଟ୍ ଅଧଘଣ୍ଟା ଗ୍ୟାସ୍ କେମିତି ସାରିବରେ? ଭାଇ ଖାଇବାର ଅଛି ତ ସାରିବାକୁ